ସମ୍ବଲପୁର ଗସ୍ତ କାର୍ଯ୍ୟକ୍ରମର ଅବସରରେ ଆଜି ମୋତେ ଗୋଟେ ସୁଯୋଗ ମିଳିଲା ଯେ ଜନ ଔଷଧି କେନ୍ଦ୍ର ସମ୍ବଲପୁରର ଇଏ ଦ୍ୱିତୀୟ ଜନଔଷଧି କେନ୍ଦ୍ରର ଶୁଭ ଉଦ୍ଘାଟନ କରିବା ପାଇଁ ସପ୍ତମ ଜନ ଔଷଧ ଦିବସର ଅବସରରେ ନିଶ୍ଚିତ ଭାବରେ ଇଏ କେନ୍ଦ୍ରକୁ ଉଦ୍ଘାଟନ କରିବା ଇଏ ମୋ ପାଇଁ ଗୋଟିଏ ବଡ଼ ଖୁସିର କଥା ଏବଂ ସମ୍ବଲପୁର ପାଇଁ ମଧ୍ୟ ବିଶେଷ କରିକି ସବୁଠାରୁ ବଡ଼ କଥା ହେଲା ମଣିଷ ଦେହରେ ସବୁବେଳେ କୌଣସି ନା କୌଣସି ପରିସ୍ଥିତିରେ ରୋଗ ଜନ୍ମ ହୁଏ ଏବଂ ରୋଗକୁ ଉପଶମ କରିବା ପାଇଁ ଭଲ କରିବା ପାଇଁ ଆମେ ପୂର୍ବରୁ ଯେମିତି ଚେରମୂଳି ଔଷଧ ବୈଦ୍ୟରାଜ ଔଷଧର ବ୍ୟବହାର କରୁଥିଲେ ଏବଂ ଯେତେବେଳେ ଏଲୋପାଥିକ୍ ଡେଭଲପ୍ ହେଲା ଏଲୋପାଥିକ୍ ଉପରେ ଅନେକ ଲୋକ ନିର୍ଭର କଲେ ସଙ୍ଗେ ସଙ୍ଗେ ଭଲ ହେବାର ଲକ୍ଷଣ ଥିବା କାରଣରୁ କିନ୍ତୁ ସେଥିରେ ମଧ୍ୟ ଅନେକ ସାଇଡ୍ ଇଫେକ୍ଟ ମଧ୍ୟ ରହୁଛି। ଗୋଟେ କଥା ହେଉଛି ଯେ ଧୀରେ ଧୀରେ ଏଲୋପାଥିକ୍ର ଔଷଧର ଦାମ ଏତେ ବଢ଼ିଗଲାଣି ଯେ ତାକୁ ସାଧାରଣ ପରିବାରର ଗୋଟେ ଗରିବ ପରିବାର ଲୋକଟେ ତାକୁ ବ୍ୟବହାର କରିବା ଚିକିତ୍ସା କରିକିରି ଭଲ କରିବା ଇଏ ଗୋଟିଏ କାଠିକର ପାଠ ହେଇପଡ଼ୁଥିଲା। ଏହି ପରିସ୍ଥିତି ଭିତରେ ଆମ ଦେଶର ଯଶସ୍ୱୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଜୀ ଯେତେବେଳେ ଦେଶର ନେତୃତ୍ୱ ନେଲେ ସିଏ ଗରିବ ଲୋକମାନଙ୍କର ପ୍ରତି କିଭଳି ଭାବରେ ଅତି କମ୍ ପଇସାରେ କମ୍ ଅର୍ଥରେ କିଭଳି ଭାବରେ ବେଟର ଟ୍ରିଟମେଣ୍ଟ ଦିଆଯାଇପାରିବ ସେଥିପାଇଁ ଜନଔଷଧି ଏହାର ଆବଶ୍ୟକତାକୁ ଆଧାର କରିକି ଏ କେନ୍ଦ୍ର ଗୁଡ଼ିକ ଖୋଲିବା ପାଇଁ ବା ସେଥିରେ ବହୁତ କମ୍ ପଇସାରେ ଏକ ଗୁଣାତ୍ମକ ଜେନେରିକ୍ ମେଡ଼ିସିନ୍ ତାହାର ବ୍ୟବସ୍ଥା କରିକି ଆଜି ଲୋକମାନଙ୍କୁ ବିତରଣ କରିବା ପାଇଁ ଆଜି ସାରା ଭାରତ ବର୍ଷରେ ଏହାକୁ ଚେଷ୍ଟା ଚାଲିଛି। ଯେଉଁ ବ୍ରାଣ୍ଡେଡ୍ ମେଡ଼ିସିନ୍ ଗୁଡ଼ିକ ଯେଉଁଗୁଡ଼ିକ ଆମେ ଦେଖିଲେ ଯେ ବ୍ରାଣ୍ଡେଡ୍ ମେଡ଼ିସିନ୍ ହେଲେ ଇଏ ଭଲ ହେଇଯିବ ଆମେ ତାକୁ ୟୁଜ୍ କରିବା ଏ ପ୍ରକାରର ଅନେକ ପ୍ରକାରର କଥା ଦେଖାଯାଉଥିଲା ଏବଂ ଯେତେବେଳେ ପ୍ରଧାନମନ୍ତ୍ରୀଜୀ ଆସିଲେ 2008ରେ ଆମ ଦେଶରେ ଜନଔଷଧି ବ୍ୟବସ୍ଥା ପ୍ରଥମେ ସେ ଏହା ଆରମ୍ଭ ହେଇଥିଲା ଏବଂ 2014ରେ ସାରା ଦେଶରେ ମାତ୍ର 80ଟି ମାତ୍ର ଜନଔଷଧି କେନ୍ଦ୍ର ଦେଶ ସାରା ଥିଲା ମାତ୍ର 80ଟି। ଏହା କେବଳ ନାମକୁ ମାତ୍ର ଥିଲା ଏବଂ ବର୍ତ୍ତମାନ ଏହାର ଲୋକପ୍ରିୟତା ଏବଂ ସଚେତନ କରିବା ଦ୍ୱାରା ଲୋକମାନେ ଧୀରେ ଧୀରେ ଜନଔଷଧି ଜେନେରିକ୍ ଔଷଧ ପ୍ରତି ତାଙ୍କର ଆଗ୍ରହ ବଢ଼ିଛି 187 ଗୁଣ ଏହା ବଢ଼ିଛି ଏବଂ ଆଜି ପାଖାପାଖି 15,000ରୁ ଅଧିକ ଜନଔଷଧି କେନ୍ଦ୍ର ଅଛି ଏବଂ ଟାର୍ଗେଟ ବି କରାହୋଇଛି ଆଗାମୀ 2027 ସୁଦ୍ଧା 25,000 ଜନଔଷଧି କେନ୍ଦ୍ର ସାରା ଭାରତ ବର୍ଷରେ ପ୍ରତିଷ୍ଠା କରାଯିବ। ସମ୍ବଲପୁର ଭଳିଆ ସହରରେ ଏବଂ ଏହି ଆଖପାଖ ଅଞ୍ଚଳରେ ଏହାକୁ ଅଧିକ ଗୁରୁତ୍ୱ ଦେବା ପାଇଁ ମଧ୍ୟ ପ୍ରୟାସ ଜାରି ରହିଛି। ଆଗାମୀ ଦିନରେ ୟାର ଗୁରୁତ୍ୱକୁ ଉପଲବ୍ଧି କରିକି ଲୋକମାନେ ବହୁତ କମ୍ ପଇସାରେ ଅର୍ଥାତ୍ ଯେଉଁ ଔଷଧର ଦାମ 100 ଟଙ୍କା ସେଥିରେ 70%ରୁ 80% ପର୍ଯ୍ୟନ୍ତ ସବସିଡ଼ିରେ ଅର୍ଥାତ୍ 100 ଟଙ୍କାର ଯେଉଁ ଔଷଧଟି ଅଛି ତାକୁ 20 ଟଙ୍କାରେ କିମ୍ବା 30 ଟଙ୍କାରେ ସେ ଔଷଧ ମିଳିବ ଏବଂ ତାକୁ ବ୍ୟବହାର କଲେ ସେ 100 ଟଙ୍କାରେ ଯେଉଁଟା କାମ କରୁଥିଲା ତାକୁ 20 ଟଙ୍କାରେ ସେ ଔଷଧକୁ ବ୍ୟବହାର କଲେ ସମାନ ପରିମାଣର ଚିକିତ୍ସାର ଉପଲବ୍ଧିତା ତାକୁ ମିଳୁଥିଲା ଏବଂ ଆରୋଗ୍ୟ ଲାଭ କରୁଥିଲା। ଏଣୁ ଏଭଳି ଏକ ଆଜି ସାରା ଭାରତ ବର୍ଷକୁ ଆର୍ଥିକ ଦୃଷ୍ଟିକୋଣରୁ ଲୋକମାନଙ୍କୁ ଗରିବ ଲୋକମାନଙ୍କୁ ସୁରକ୍ଷା ଦେବା ପାଇଁ ଏ ଯେଉଁ ଆଜି ବ୍ୟବସ୍ଥା ହେଇଛି ତାହା ଦ୍ୱାରା এই ଜନଔଷଧି କେନ୍ଦ୍ର ନିଶ୍ଚିତ ଭାବରେ ଇଏ ଲୋକଙ୍କର କାମରେ ଲାଗିବ ଏବଂ ଲୋକମାନେ ସୁସ୍ଥ ହେବା ସହିତ ସେମାନଙ୍କର ଅର୍ଥ ମଧ୍ୟ ସଞ୍ଚୟ ହେଇପାରିବ। ସେଥିପାଇଁ ନିଶ୍ଚିତ ଭାବରେ ଇଏ ଗୋଟିଏ ବହୁତ ବଡ଼ ଖୁସିର ଏବଂ ଆନନ୍ଦର କଥା ଯେ ଆଜି ସମ୍ବଲପୁରରେ ଦ୍ୱିତୀୟ ଜନଔଷଧି କେନ୍ଦ୍ର ଆଜି ତାହାର ଉଦ୍ଘାଟନ ଆଜି ହେଇପାରିଛି।